ସମର୍ପଣ କରି କଂସ କେବେ ବି ନିଜ ବିଜୟ ଧ୍ୱଜାରେ କଳଙ୍କ କାଳିମା ବୋଳିବନି ଅକ୍ରୁର ବୀରର ଜାତକେ ନବରେ ସେ କେବେ ପରାଣ ଆତଙ୍କେ ଅକ୍ରୁର ଠିକ କହିଛନ୍ତି କଂସ ସେଥିରେ ହିଁ ତୋର ମଙ୍ଗଳ ଅଛି ଆଜି ଯାହାକୁ ତୁ ଶତ୍ରୁ ରୂପରେ ଦେଖି ଆସିଛୁ ସେ ଆଉ ଅନ୍ୟ କେହି ନୁହନ୍ତି ସେ ସେଇ ଗୋଲକ ବିହାରୀ ବିଷ୍ଣୁ ତେଣୁ ମୁଁ ସବୁବେଳେ କହିଛି ପୁତ୍ରର ମଙ୍ଗଳ ଚାହିଁବା ଆଜି ବି କହୁଛି ତୁ ତାଙ୍କର ଶରଣାପନ୍ନ ତମେ ମୋ ପିତା ଉଗ୍ରସେନ ନା ତମେ ମୋ ପିତା ଉଗ୍ରସେନ ନା ଧର୍ମ ଉପଦେଶ ଦେବାକୁ ଆଜି ଛୁଟି ଆସିଛ ସେଦିନ କାହିଁକି ଛାଡ଼ିଦେଲ ଚିର ଶତ୍ରୁକୁ ଖବର ତୁମର ପିତା ଯଦି ଛାଡ଼ିଦେଲ ତେବେ ପିତା ପାଇଁ ଯୋଗ୍ୟ ତମେ ଆଜି ସମ୍ପୂର୍ଣ୍ଣ ରାକ୍ଷସ ସାମ୍ରାଜ୍ୟକୁ ମୁଁ ଧ୍ୱଂସ କରିଦେଇ ମୋ ନିଜ ଜୀବନ ନିମିତ୍ତ ଶରଣାପନ୍ନ ହେବି ବୋଲି ସେ ଚିନ୍ତା କରନ୍ତୁନି ପିତା ନିଜ ବୀରତ୍ୱରେ ବଂଶ କେବେ ଲଗାଇବନି କଲଙ୍କ ଇ କରିବି ବଞ୍ଚି ମୁହିଁ ଆଜି ମୋ ପାଇଁ ସମଗ୍ର ରାକ୍ଷସ ସାମ୍ରାଜ୍ୟ ଧ୍ୱଂସ ଆସିଅଛ ନୀତିରେ ପାଣି ଦେବା ପାଇଁ ବଂଶକୁ ଶୁଣ ପିତା ତମ ବାକ୍ୟ ଏବେ ଶୁଣିବନି ବଂଶ ହଁ ଯଦି ପ୍ରକୃତରେ ସେ ପରମ ପିତା ପରମାତ୍ମା ହେଇଥିବ ତାହେଲେ ନିଶ୍ଚୟ ଉଦ୍ଧାରିବ ମତେ ଆଉ ଯଦି ନୁହେଁ ନବଦ୍ୱୀପରେ ଆଜି କୃଷ୍ଣ ବଳରାମ କଂସର କବଳୁ ଆଜି ତୁମୁଳ ଯୁଦ୍ଧ ହେବ କୃଷ୍ଣ କଂସଙ୍କର ଇତିହାସ ସୃଷ୍ଟି ହେବ ଆଜି ଦେଖିବ ଜଗତ ଆଜି এই ଯୁଦ୍ଧ ହେବ ମାମୁ ଭଣଜା ନାମେ ପରିଚିତ ଆଜିର ଯୁଦ୍ଧରେ ଯେ ଜୟ ଲାଭ କରିବ ମାମୁ ଜିଣିଲେ ଭଣଜା ମାମୁର ଚରଣରେ ପ୍ରଣାମ କରିବ ଆଉ ଯଦି ଭଣଜା ଜିତେ ତେବେ ଯୁଗ ଯୁଗାନ୍ତ ପର୍ଯ୍ୟନ୍ତ ମାମୁ ଭଣଜାକୁ ପ୍ରଣାମ କରିବ ଏବଂ ରାଷ୍ଟ୍ରର ଯୁଦ୍ଧ ହେବ ଆଜି ତୁମର ଯୁଦ୍ଧ ନବଦ୍ୱୀପ ଆଜ ତୁହି ବଂଶର କବଳ ଏକ ପ୍ରହାର କେଶିର ଛେଦ କରିନ ଆଜି ମଥୁରା କଟକର ରାଜ ମୁହି କଂସ ସାକ୍ଷାତେ ସମ୍ମୁଖରେ ପଡ଼ିଲେ ତୋ ମୁଣ୍ଡରୁ ଗଣ୍ଠିଟା ଅଲଗା କରି ସିଧା ଯମୁନାରେ ଦେବି ବସେଇ
ଚାଲିଯିବୁ ମଥୁରା କଟକ। ଯୁଦ୍ଧ କରିବ ଦୁଃଖ ପୋଷ୍ୟ ସିତୁ ଶିଶୁ ପୁଣି ବଂଶର ସହିତ। ମାମୁ ଆସ ମାମୁ ଆସ ମାମୁ ଆସ ମାମୁ ଆସ ମାମୁ ଆସ আসন্ন বছর খেল খেলিব। বহুদিন ধরি হেলা পাই নাই তুম দর্শন কিন্তু আজি পাইলি তুম দর্শন আস আস কেবল দর্শন নহে আজি মথুরা কটকরে তিଆରି ହେବ ତୋର ଶ୍ମଶାନ। মামু আস আস মামু আস ଜାଣିଥିଲି ଲୁଚି ଚାଲିଯିବ ମାୟାବୀ ଗୋପପୁର। हे प्रभु अच्छा लग रहा है तो लाइक शेयर सब्सक्राइब के साथ कमेंट कर दीजिए और नोटिफिकेशन घंटी को ऑन कर दीजिए। जय श्री कृष्ण।